ମତେ ତ ଲାଗୁଛି ଶୀତ ଦିନଟା ସରି ଖରା ଦିନ ବି ପଳେଇ ଆସିବ, କିନ୍ତୁ ଆମ ଟ୍ରିପଟା କେବେ ବି ସକ୍ସେସ୍ ହବନି। ତମେ ଏଇ ଭିଡିଓଟା କଣ୍ଟିନ୍ୟୁ କର, ତାପରେ ମୁଁ କହୁଛି। ତ ଗାଇସ୍, ଆଜି ସକାଳୁ ସକାଳୁ ଆମେ ସାଙ୍ଗମାନେ ଟିକେ ବାହାରି ଯାଇଥିଲୁ ଭଦ୍ରକ। ଆଉ ଯେହେତୁ ମୋ ପାଖରେ କିଛି ପଇସା ନଥିଲା, ତମ ବୋଉ ପଇସା ମାଗିବି ବୋଲି। ସେମିତି କିଛି କଥା ନାହିଁ, ମୁଁ ବି ମେହନତ କରୁଛି, ମୁଁ ବି ପଇସା କମାଉଛି। ହଁ ଗାଇସ୍, ତମେ ବି ମୋ ଭଳିଆ ଦିନକୁ ପଇସା କମେଇ ପାରିବ, ଖାଲି ଗାଳି ଗଲ ଶୁଣିକି। अबे साले गजब बेइज्जती है। ଗୁଡାଟା କାହିଁ ଘସୁଛୁ? ଗୁଡା ଘସୁଛୁ କଣ? ତ ଗାଇସ୍, କିଛି ଟାଇମ ପରେ ଆମେ 3 ଜଣ ଗୋଟେ ଗାଡିରେ ଗଲୁ, ଆଉ 2 ଜଣ ଆଉ ଗୋଟେ ଗାଡିରେ ଗଲେ। ଆଉ ତମେ ଯଦି କୁଆଡେ ଦୂର ବାଟ ଯିବ, ମାନେ ବାଟ ସାରା ବିଭିନ୍ନ ପ୍ରକାର ଜିନିଷ ଦେଖି ଦେଖି ତମେ ଯିବ। ତ ଗାଇସ୍, 40-45 କିଲୋମିଟର ଯାତ୍ରା ପରେ ଆମେ ଆସି ପହଞ୍ଚିଲୁ ଭଦ୍ରକଠି। ମାନେ ସତ କଥା କହିବାକୁ ଗଲେ 15-20 ଦିନ ହବ ଆମ ସହିତ ସିନ୍ ପୁରା ଖରାପ ଚାଲିଛି। ମାନେ ଚକ୍ରତୀର୍ଥ ବୋଲି ଗୋଟେ ଜାଗାଟା ଅଛି, ଯୋଉଠି ଆମେ 15-20 ଦିନ ପ୍ଲାନ୍ କଲୁଣି, କିନ୍ତୁ ଆମେ ଟୋଟାଲ ଯାଇ ହିଁ ପାରୁନୁ ସେଠିକି। ଆଉ ଆମେ ସେଠିକି ଯିବୁ କେମିତି? ଆମ ପିଲାଙ୍କର ତ ଗାଣ୍ଡି ଠିକ୍ ନାହିଁ, ଆଉ ଗାଣ୍ଡି ଠିକ୍ ହେଲେ ବି ଆମର କଥାବାର୍ତ୍ତା ଭୁଲ ଅଛି। ଆଉ ଇଆଡେ ପୁଣି ଆମ ଘର ଲୋକ ମତେ ପୁରା ସତର୍କ କରିଦଉଛନ୍ତି, ବାବୁନି ଯୁଆଡେ ଯିବୁ ଦେଖିକି ଯିବୁ। ସିଏ ଛାଡ, ଆମେ ଫାଷ୍ଟ ଆସି ଏଠି ପହଞ୍ଚି ଯାଇଥିଲୁ ହୋଟେଲ ନମସ୍କାର ପାଖରେ। ଆଉ ଏଠି ଦେଖିପାରୁଥିବେ ଆଲୋକ ଭାଇ ଆମର ବସିଛନ୍ତି ଚନ୍ଦନ ଫନ୍ଦନ କାଟିକି ପୁରା। ଆଉ ଯେହେତୁ ଏଠି ଗୁରୁବାର ଥିଲା, ତ ଆମେ ସବୁ ସାଧା ମିଲ୍ ନେଇ ଆସିଥିଲୁ। ଆଉ ଏଠୁ ଖିଆ ପିଆ ସାରିଲୁ, କିଛି ବୁଲାବୁଲି ନାହିଁ, ଆମେ ଚାଲୁ ଘରକୁ। ହଁ, କିନ୍ତୁ ମୁଁ କଥା ଦଉଛି, ସେଇ ଚକ୍ରତୀର୍ଥକୁ ଆମେ ଯାଇକି ହିଁ ରହିବୁ। ଆଜି ନହେଲେ କାଲି ଯିବୁ, ନହେଲେ ପରଦିନ ଯିବୁ। ଆରେ ସତରେ, ତମେ ବାହୁବଳି ଫିଲ୍ମ ଦେଖିଛ ନା? ହଁ, ସେଇଭଳିଆ ସେ ଯେମିତି ପାହାଡ ଚଢୁଥିଲା ଗୋଟେ ଦିନ, ସେମିତି ଆମେ ସେଇ ଜାଗାକୁ ଏଇ ଭଦ୍ରକ ଆସିଲୁ। ତାପର ଦିନ ଆଉ ଟିକେ ଆଗକୁ ଯିବୁ, ତାପର ଦିନ ପୁରା ଚକ୍ରତୀର୍ଥରେ। ହଁ, ଆଜି ତ ସେ ଜାଗାକୁ ଯାଇପାରିଲୁନି, ଦେଖିଆ କାଲି ଟ୍ରାଏ କରିବୁ। ବାକି ଭିଡିଓଟା ଭଲ ଲାଗିଲେ ଫଲୋ ସବସ୍କ୍ରାଇବ କରିକି ଯିବ। ରହିଲି, ଜୟ ଜଗନ୍ନାଥ, ଦେଖା ନେକ୍ସଟ ବ୍ଲଗରେ।